ଏହି ସପ୍ତାହ ସାଧାରଣ ନୁହେଁ। ଆକାଶରେ ଘଟି ସାରିଛି ଏକ ଅସାଧାରଣ ଯୋଗ। ପଞ୍ଚଗ୍ରହ କୂଟ 23 ଫେବୃଆରୀ ଠାରୁ ମାର୍ଚ୍ଚ 1 ତାରିଖ ପର୍ଯ୍ୟନ୍ତ କୁମ୍ଭ ରାଶିରେ 5ଟି ଗ୍ରହର ସଂଯୋଗ ରହୁଛି। ରବି, ମଙ୍ଗଳ, ବୁଧ, ରାହୁ ଏବଂ ଶୁକ୍ର ଏକାଠି ଏକ ଶକ୍ତିଶାଳୀ ଯୋଗ ସୃଷ୍ଟି କରୁଛନ୍ତି। କାହା ପାଇଁ ଏହି ଯୋଗ ଶୁଭଫଳ ଦେବ ତ କାହା ପାଇଁ ସତର୍କର ସଂକେତ। ନମସ୍କାର ବନ୍ଧୁଗଣ, ମୁଁ ସାଗର, କଳାକାର ସାଗର ସଙ୍ଗମ ଆଷ୍ଟ୍ରୋଲୋଜି, ଜ୍ୟୋତିଷ ଜ୍ଞାନ ଆଣ୍ଡ କର୍ମ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଆଜିର ଆଲୋଚନାର ବିଷୟବସ୍ତୁ ରହିଛି କୁମ୍ଭ ରାଶିରେ ଯେଉଁ ପଞ୍ଚଗ୍ରହ କୂଟର ଯୋଗ ଘଟିଛି ତାର ପ୍ରଭାବ 12ଟି ରାଶି ଉପରେ କ'ଣ ରହିବ ସେ ବିଷୟରେ ଆଲୋଚନା କରିବା। ଆସନ୍ତୁ ଜାଣିବା ମେଷ ରାଶି। ମେଷ ରାଶିର ଏକାଦଶ ଭାବରେ ପଞ୍ଚଗ୍ରହ କୂଟର ସଂଯୋଗ ଘଟିଛି। ଏକାଦଶ ଭାବ ହେଉଛି ଲାଭ, ମିତ୍ର ଏବଂ ଇଚ୍ଛା ପୂରଣର ଭାବ। ତେଣୁ କାର୍ଯ୍ୟକ୍ଷେତ୍ରରେ ଅଚାନକ ସୁଯୋଗ, ପୁରୁଣା ଅଟକି ରହିଥିବା କାମ ଚାଲୁ ହେବ। ଅର୍ଥ ଆସିବ କିନ୍ତୁ ଖର୍ଚ୍ଚ ବଢ଼ିବ। ପୁରୁଣା ପ୍ରେମ ସମ୍ପର୍କ ଫେରିଆସିପାରେ। ଘରେ କୌଣସି କାରଣରୁ ମତଭେଦ ହୋଇପାରେ। କ୍ରୋଧକୁ କଣ୍ଟ୍ରୋଲ କରନ୍ତୁ। ଯେଉଁମାନେ ଅନଲାଇନ୍ ଓ ସୋସିଆଲ ମିଡ଼ିଆରେ ଇନଭଲ୍ଭ ଅଛନ୍ତି ସେମାନଙ୍କୁ ସଫଳତା ମିଳିବ। ରାହୁର ପ୍ରଭାବ ଥିବାରୁ ମିତ୍ରମାନଙ୍କ ମଧ୍ୟରୁ କେହି ଆପଣଙ୍କୁ ଧୋକା ଦେଇପାରନ୍ତି। ଲୋଭ ନିୟନ୍ତ୍ରଣ କରନ୍ତୁ। ଏକାଦଶ ଭାବରେ 5ଟି ଗ୍ରହର ପ୍ରଭାବ ଥିବାରୁ ଫାଇନାନ୍ସ ଏବଂ ନେଟୱାର୍କିଂ ପାଇଁ ଶୁଭ ସମୟ ରହିଛି। ବୃଷ ରାଶି। ବୃଷ ରାଶି ପାଇଁ ଦଶମ ଭାବ ହେଉଛି କୁମ୍ଭ ରାଶି। ଏହି କୁମ୍ଭ ରାଶିରେ ପଞ୍ଚଗ୍ରହ କୂଟର ସଂଯୋଗ ଘଟିଛି। ଦଶମ ଭାବ ହେଉଛି କର୍ମ, କ୍ୟାରିୟର ଏବଂ ପ୍ରଫେସନର ଭାବ। ସରକାରୀ କାମରେ ସୁଯୋଗ ରହିବ। ନାମ ଓ ଖ୍ୟାତି ବଢ଼ିବ। ପଦୋନ୍ନତିର ଯୋଗ ରହିଛି। ଛୋଟ ମୋଟ କଥାକୁ ନେଇ ଅଫିସ କର୍ମଚାରୀ ଏବଂ ବସ୍ଙ୍କ ସହିତ ମତଭେଦ ରହିପାରେ। ଏହି ସପ୍ତାହ ବୃଷ ରାଶି ପାଇଁ ଅନେକ କ୍ଷେତ୍ରରେ ଶୁଭଫଳ ପ୍ରଦାନ କରିବ। ଧନ ଲାଭର ସମ୍ଭାବନା ରହିଛି। ନୂଆ ପ୍ରୋଜେକ୍ଟ ଆରମ୍ଭ ପାଇଁ ଶୁଭ ସମୟ ରହିଛି। ଦାମ୍ପତ୍ୟ ଜୀବନ ଶାନ୍ତିପୂର୍ଣ୍ଣ ରହିବ। ସ୍ୱାସ୍ଥ୍ୟଗତ ସମସ୍ୟା ଟିକେ ରହିପାରେ। ମାନସିକ ଚାପ ରହିବ। ଦଶମ ଭାବରେ 5ଟି ଗ୍ରହର ପ୍ରଭାବ ଥିବାରୁ କ୍ୟାରିୟରରେ ଟର୍ଣ୍ଣିଂ ପଏଣ୍ଟ ରହିଛି। ୱାର୍କ ଫିଲ୍ଡରେ ଆପଣଙ୍କୁ ନେଇ ରାଜନୀତି ମଧ୍ୟ ହୋଇପାରେ। ଏବେ ଆଲୋଚନା କରିବା ମିଥୁନ ରାଶି ବିଷୟରେ। ମିଥୁନ ରାଶିର ନବମ ଭାବ ହେଉଛି କୁମ୍ଭ ରାଶି। ଏହି କୁମ୍ଭ ରାଶିରେ ପଞ୍ଚଗ୍ରହ କୂଟର ସଂଯୋଗ ଘଟିଛି। ନବମ ଭାବ ଭାଗ୍ୟ ଭାବ, ଧର୍ମ ଭାବ, ଉଚ୍ଚଶିକ୍ଷାର ଭାବ ଏବଂ ଲଙ୍ଗ୍ ଟ୍ରାଭେଲର ଭାବ। ବିଦ୍ୟାର୍ଥୀମାନେ ହାୟର ଷ୍ଟଡି ପାଇଁ ଦୂରକୁ ଯିବାର ପ୍ଲାନିଂ କରିବେ। ଗୁରୁଙ୍କର ଆଶୀର୍ବାଦ ମିଳିବ। ଲଙ୍ଗ୍ ଟ୍ରାଭେଲ୍ ହେବାର ଯୋଗ ଦେଖାଉଛି। ହାୟର ଷ୍ଟଡି ପାଇଁ ଦୂରକୁ ଯିବାର ପ୍ଲାନିଂ କରିବେ। ଛାତ୍ରଛାତ୍ରୀମାନେ ସଫଳତା ପାଇବେ। କ୍ୟାରିୟରରେ ଡେଭଲପମେଣ୍ଟ ରହିଛି। ଆର୍ଥିକ ସ୍ଥିତି ଠିକ୍ଠାକ୍ ରହିବ। ଦୂର ସ୍ଥାନକୁ ଯାତ୍ରା ସମୟରେ ସତର୍କତା ଅବଲମ୍ବନ କରନ୍ତୁ। ସାଙ୍ଗମାନଙ୍କ ସହିତ କଥା କଟାକଟି ହୋଇପାରେ। ନବମରେ ରାହୁ ସହିତ ରବି ଥିବାରୁ ପିତାଙ୍କ ସହିତ ମତଭେଦ ହେବାର ଦେଖାଉଛି। ଧର୍ମୀୟ ଭାବନାକୁ ନେଇ ଅତ୍ୟଧିକ ତର୍ଜମା ହୋଇପାରେ। ଏବେ ଆଲୋଚନା କରିବା କର୍କଟ ରାଶି ବିଷୟରେ। କର୍କଟ ରାଶି ପାଇଁ ଅଷ୍ଟମ ଭାବ କୁମ୍ଭ ରାଶି। ଏଠାରେ ପଞ୍ଚଗ୍ରହ କୂଟର ସଂଯୋଗ ହୋଇଛି। ଅଷ୍ଟମ ଭାବ ଗୁପ୍ତ ଭାବ, ରହସ୍ୟର ଭାବ, ଋଣର ଭାବ, ଅଚାନକ ଦୁର୍ଘଟଣାର ଭାବ, ରୋଗ, ଦୁର୍ଘଟଣା, ଆଧ୍ୟାତ୍ମିକତାର ଭାବ। ଏଠାରେ ପଞ୍ଚଗ୍ରହ କୂଟର ସଂଯୋଗ ହଠାତ୍ ଟେନସନ୍ ବଢ଼ିପାରେ। ଅନାବଶ୍ୟକ ଭୟ ବା ସନ୍ଦେହ ସୃଷ୍ଟି କରିବ। ରାହୁ ସହିତ ମଙ୍ଗଳଙ୍କର ସଂଯୋଗ ଥିବାରୁ କ୍ରୋଧ ବୃଦ୍ଧି ପାଇବ। ଅସ୍ଥିର ମନୋଭାବ ରହିବ। ଅଚାନକ ଖର୍ଚ୍ଚ ବଢ଼ିପାରେ। ଲୋନ୍ ମଧ୍ୟ ଆପଣ ନେଇପାରନ୍ତି। ଯେଉଁମାନେ ଜୁଆ, ଲଟେରୀ, ସ୍ପେକୁଲେସନରେ ଇନଭଲ୍ଭ ଅଛନ୍ତି ସତର୍କତା ଜରୁରୀ। ସ୍ୱାସ୍ଥ୍ୟ କଥା ଯଦି କହିବି, ଷ୍ଟମାକ୍ ଇସ୍ୟୁ, ବ୍ଲଡ଼ ପ୍ରେସର, ମାଇଗ୍ରେନ୍ ପେନ୍ ରହିବ। ଯେଉଁମାନଙ୍କର କ୍ରନିକ୍ ଡିଜିଜ୍ ଅଛି ସେମାନେ ସତର୍କ ରହିବା ଜରୁରୀ। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମିସ୍ଅଣ୍ଡରଷ୍ଟାଣ୍ଡିଂର ଯୋଗ ଦେଖାଉଛି। ଯଦି ପଜିଟିଭ୍ ସାଇଡ୍ ଦେଖିବା ତେବେ ସ୍ପିରିଚୁଆଲ ଫିଲ୍ଡରେ ଯେଉଁ ବ୍ୟକ୍ତିମାନେ ଅଛନ୍ତି ସେମାନେ କୌଣସି ଗୁରୁଙ୍କର ଆଶ୍ରିତ ହୋଇପାରନ୍ତି। ଅକଲ୍ଟ ସାଇନ୍ସ, ମନ୍ତ୍ର, ଯନ୍ତ୍ର ଓ ଜ୍ୟୋତିଷ ପ୍ରତି କେହି କେହି ଆକୃଷ୍ଟ ହୋଇପାରନ୍ତି। ଶୁକ୍ର ଏଠାରେ ରାହୁଯୁକ୍ତ ଥିବାରୁ ଗୁପ୍ତ ସମ୍ପର୍କର ସୂଚନା ମିଳୁଛି। ଏହି 7 ଦିନ ମଧ୍ୟରେ ଜୀବନରେ ବଡ଼ ପରିବର୍ତ୍ତନ ପରେ ନୂଆ ଆରମ୍ଭ ରହିଛି। ଏବେ ଆଲୋଚନା କରିବା ସିଂହ ରାଶି ବିଷୟରେ। ସିଂହ ରାଶିର ସପ୍ତମ ଭାବ ହେଉଛି କୁମ୍ଭ ରାଶି। ଏଠାରେ ପଞ୍ଚଗ୍ରହ କୂଟର ସଂଯୋଗ ଘଟିଛି। ସପ୍ତମ ଭାବ ବିବାହ, ଦାମ୍ପତ୍ୟ ଜୀବନର ଭାବ, ବାଣିଜ୍ୟ ତଥା ପାର୍ଟନରସିପ୍ର ଭାବ। ଏଠାରେ ରବି, ବୁଧ, ଶୁକ୍ର, ରାହୁ, ମଙ୍ଗଳ ଯେହେତୁ ଏକାଠି ରହିଛନ୍ତି, ରବି ମଙ୍ଗଳର ପ୍ରଭାବରୁ ଯୁକ୍ତିତର୍କ ବୃଦ୍ଧି ପାଇବ। ରାହୁ ଏଠାରେ ଗୁପ୍ତ ଶତ୍ରୁତା ଏବଂ ସନ୍ଦେହ ସୃଷ୍ଟି କରିପାରେ। ଶୁକ୍ରଙ୍କ ପ୍ରଭାବ ଥିବାରୁ ଆକର୍ଷଣ ରହିଲେ ବି ଅସ୍ଥିରତା ବୃଦ୍ଧି ପାଇବ। ବୈବାହିକ ଜୀବନରେ କିଛି ନା କିଛି ସମସ୍ୟା ରହିପାରେ। ରାହୁ ସହିତ ମଙ୍ଗଳଙ୍କର ପ୍ରଭାବ ବିଜନେସରେ ଡେଭଲପମେଣ୍ଟ ଯୋଗ ଦେଖାଉଛି। କିନ୍ତୁ ରାହୁ ଏଠାରେ ବିଜନେସ୍ ପାର୍ଟନରଙ୍କ ସହିତ ମିସ୍ଅଣ୍ଡରଷ୍ଟାଣ୍ଡିଂ ସୃଷ୍ଟି କରିବ, ଅବିଶ୍ୱାସ ଜନ୍ମେଇବ।
गुप्त शत्रुता चलिବ। तेणु डॉक्यूमेंट एग्रीमेंट पेपर सठिक भाव में जांच करने दरकार। सप्तम भाव में 5टी ग्रहर संजोग होइथिबारु आपण को चर्चित करिपारे। विवाद किंबा अत्यधिक वार्तालाप होबार जोग देखुछि। लग्न को जेहेतु एते गुड़िए ग्रह देखुचंती मानसिक चाप वृद्धि पाइब। एबे आलोचना करिबा कन्या राशि विषय रे। कन्या राशि पई एही जोग षष्ठ भाव रे। कन्या राशि पई कुंभ राशि होछि षष्ठ भाव। षष्ठ भाव रोग ऋण शत्रु कोर्ट कचेरी भाव। जदि पॉजिटिव साइड देखिबा षष्ठ भाव उपचय भाव होइथिबारु एठारे ग्रह संयोग शत्रु को दमन करिवार शक्ति देव। प्रतियोगितार सफलता चाकरी एग्जाम कॉम्पिटिटिव एग्जाम पई शुभ रहिबो। रवि बुध एकाठी थिबारु कर्मक्षेत्र रे प्रभाव रहिबो। सेहीपरि स्वास्थ्य कथा जदि कहिबी स्टमक रिलेटेड इश्यू रहिबो, नर्वस सिस्टम डिजॉर्डर, स्किन रिलेटेड इश्यू, बीपी अप डाउन रहिबो। राहु मंगल जोग थिबारु राग चिंता एवं अशांति बढ़ी पारे। शुक्र राहुयुक्त होइथिबारु अननेसेसरी खर्च बढ़िबो। जो माने जॉब करिसेंती वर्क फील्ड रे मिथ्या अभियोग रे फसी जाई पारंती। मनरे कष्ट भाव रहिबो। ऑफिस पॉलिटिक्स चलिबो। एबे आलोचना करिबा तुला राशि विषय रे। तुला राशि रु पंचम भाव हेउची कुंभ राशि। पंचम भाव हेउची प्रेम शिक्षा बुद्धि विचार भाव। रवि बुधर संजोग थिबारु इंटेलिजेंस पावर वृद्धि पाइब। राहुर प्रभाव थिबारु विद्यार्थी मानक पाठ पढ़ारे कंसंट्रेशन लैक करिवो। विशेषकर जो मैंने टेक्निकल स्टडी रिसर्च मीडिया ऑनलाइन कोर्स करुछंती सेमाने सफलता पाइबे। शुक्र पंचम भाव रे थिबारु राहुयुक्त होई कहा प्रति आपणकर अट्रैक्शन बढ़ी पारे। पाप ग्रह राहु मंगल प्रभाव थिबारु लव मैटर रे विवाद सृष्टि हो पारे। लव हेबो किंतु मिसअंडरस्टैंडिंग रहिबो। सिक्रेट रिवील हो पारे। सेहीपरि संतान आशायी माने चिंतित रहिबे। संतानक शिक्षा रे उन्नति रहिछि किंतु आचरण रे अस्थिरता देखादेव। लॉटरी शेयर मार्केट रे लाभ हेबो किंतु अत्यधिक उत्साहित होई बिग इन्वेस्टमेंट करंतु नाही। अधिक चिंता अस्थिरता वृद्धि पाइब। आपणकर रविंक प्रभाव रे अहंकार बढ़िबो। पॉजिटिव दृष्टि जदि आम देखिबा क्रिएटिविटी वृद्धि पाइब। नेम फेम मिलिबो एवं नुआ आइडिया रु लाभ मिलिबो। एबे जानिबा बिछा राशि विषय रे। बिछा राशि चतुर्थ भाव हेउची कुंभ राशि। एठारे पंचग्रह कूटर संयोग घटिछि। चतुर्थ भाव हेउची घर जमी वाहन माँ परिवार सुख शांतिर भाव। तेणुकरी एही संयोग फल गृह रे अहंकार वृद्धि पाइब। पितृ संपत्ति को नहीं चर्चा एवं विवाद हेबो। रवि बुधंकर संयोग हेतु जमी किंबा घर को नहीं डॉक्यूमेंट काम बुद्धिमतार समाधान हेबो। चतुर्थरे शुक्रंकर प्रभाव थिबारु वाहन क्रयर जोग रहुछि। मंगलंकर प्रभाव रहुथिबारु प्रॉपर्टी जो माने किनिबा पई चाहुचंती तेबे किनि पारंती। चतुर्थ भाव में राहु को प्रभाव फल गृह रे अशांति सृष्टि हेबो। जमी बाड़ी प्रॉपर्टी को नहीं वाद विवाद हो पारे। सेपारेशन भाव सृष्टि हो पारे। मनरे अशांति एवं भ्रम सृष्टि मध्य हेबो। ओवरऑल जदि कहिबी मांकर स्वास्थ्य अवस्था रे अवनति देखादेव। मंगलंकर प्रभाव एठारे रियल एस्टेट बिजनेस रे किछि लाभ दे पारे। शुक्र एठारे पॉजिटिव रिजल्ट देबे किंतु बेले बेले अननेसेसरी खर्च मध्य बढ़े दे पारंती। राहु मंगलंकर संयोग चतुर्थ भाव में रहिबारु अतिरिक्त चिंता अशांति मनरे क्रोध सृष्टि हेबो। एबे जानिबा धनु राशि विषय रे। धनु राशि तृतीय भाव कुंभ राशि। एठारे पंचग्रह कूटर संयोग घटुची। तृतीय भाव होचे साहस पराक्रम भाई भौणींकर स्थान कम्युनिकेशन तथा सर्ट ट्रावेल भाव। एठारे रवि राहु मंगल शुक्र बुध को नहीं पंचग्रह कूट संगठित होइछि। आपणक भितर साहस और आत्मविश्वास बढ़िबो। बुध शुक्रंकर कॉम्बिनेशन थिबारु कम्युनिकेशन पावर बढ़िबो। यूट्यूब सोशल मीडिया मार्केटिंग फील्ड रे जो माने इन्वॉल्व अछंती से माने सफलता पाइबे। डिजिटल किंबा टेक्नोलोजी रे सफलता मिलिबो। शॉर्ट ट्रैवल आपणक पई लाभदायक रहिबो। नेगेटिव साइड जदि कहिबी भाई भौणी सहित मतभेद रही पारे। ओभर कॉन्फिडेंस जोगु भूल निष्पत्ति नहीं पारंती। रवि मंगलंकर प्रभाव थिबारु कथारे कठोरता रहिबो। अचानक विवाद किंबा लीगल इश्यू हो पारे। एबे जानिबा मकर राशि विषय रे। मकर राशि द्वितीय भाव में पंचग्रह कूट संगठित होइछि। द्वितीय भाव धनर भाव सेविंग्स भाव फैमिली भाव एवं कथबार्तार भाव। हठात धन लाभर जोग रही। ऑनलाइन मीडिया टेक्नोलोजी माध्यम लाभर जोग रही। मंगल राहु प्रभाव थिबारु अननेसेसरी खर्च किंतु हेबो।
ରିସ୍କ ନେବାର ପ୍ରବୃତ୍ତି ବଢ଼ିବ। ଟଙ୍କା ଆସିବ କିନ୍ତୁ ସେଭିଙ୍ଗସ୍ କରିବା କଷ୍ଟ ହୋଇଯିବ। ମଙ୍ଗଳ ରବି ରାହୁଙ୍କ ପ୍ରଭାବରେ ପରିବାରରେ ମତଭେଦ ହେବାର ସମ୍ଭାବନା ରହିଛି। କଥାବାର୍ତ୍ତାରେ ସାବଧାନ ହେବା ଆବଶ୍ୟକ। ସ୍ୱାସ୍ଥ୍ୟ କଥା ଯଦି କହିବି, ଥ୍ରୋଟ୍ ଇନଫେକ୍ସନ୍ ରହିପାରେ, ବିପି ଅପ୍ ଡାଉନ୍ ରହିବ, ଡେଣ୍ଟାଲ ଇସ୍ୟୁ ରହିପାରେ। ଏବେ ଜାଣିବା କୁମ୍ଭ ରାଶି ବିଷୟରେ। କୁମ୍ଭ ରାଶିରେ 5ଟି ଗ୍ରହ ରବି ରାହୁ ମଙ୍ଗଳ ଶୁକ୍ର ବୁଧଙ୍କର ସଂଯୋଗ ଘଟିଛି। ଏହି ପଞ୍ଚଗ୍ରହ କୂଟର ପ୍ରଭାବରେ କ'ଣ ରହିବ କୁମ୍ଭ ରାଶିର ସ୍ଥିତି ଆସନ୍ତୁ ଜାଣିବା। ଲଗ୍ନ ଭାବ ବ୍ୟକ୍ତିତ୍ୱ ଶରୀର ଜୀବନର ଦିଗକୁ ବୁଝାଏ। ଏହି ଗ୍ରହମାନଙ୍କର ସଂଯୋଗ ଫଳରେ ଆତ୍ମବଳ ବୃଦ୍ଧି ପାଇବ। ବୁଧ ଲଗ୍ନରେ ଥିବାରୁ କଥାବାର୍ତ୍ତା ଏବଂ ଯୋଜନାରେ ଦକ୍ଷତା ବୃଦ୍ଧି ପାଇବ। ରବିଙ୍କ ପ୍ରଭାବ ଥିବାରୁ ଯେଉଁମାନେ ପ୍ରଶାସନ ପଲିଟିକ୍ସ ମ୍ୟାନେଜମେଣ୍ଟ ଭଳି କ୍ଷେତ୍ରରେ ଅଛନ୍ତି ସେମାନେ ସଫଳତା ପାଇବେ। ରବି ସହିତ ରାହୁଙ୍କର ସଂଯୋଗ ଥିବାରୁ ମନ ଅଶାନ୍ତ ରହିବ, ଇଗୋ କ୍ଲାସ୍ ଚାଲିବ। ଏଠାରେ ଶୁକ୍ରଙ୍କର ପ୍ରଭାବ ଦାମ୍ପତ୍ୟ ଜୀବନରେ ଭ୍ରମ ସୃଷ୍ଟି କରିବ, ବିବାଦ ମଧ୍ୟ ଦେଖାଦେଇପାରେ। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଯଦି କହିବି, ମାଇଗ୍ରେନ୍ ପେନ୍ ରହିବ, ବିପି ଅପ୍ ଡାଉନ୍ ରହିବ, ଷ୍ଟ୍ରେସ୍ ଅଧିକ ରହିବ, ଅତ୍ୟଧିକ କ୍ରୋଧ ମଧ୍ୟ ରହିବ। ଏତେ ଗୁଡ଼ିଏ ଗ୍ରହ ଲଗ୍ନରେ ଥାଇ ସପ୍ତମକୁ ଦେଖୁଥିବାରୁ ବିବାହ ବିଜନେସ୍ ଏବଂ ନିଜର ବ୍ୟକ୍ତିତ୍ୱ ଉପରେ ନେଗେଟିଭ୍ ଏବଂ ପଜିଟିଭ୍ ଉଭୟର ପ୍ରଭାବ ରହିବ। ଆଇଟି ରିସର୍ଚ୍ଚ ମିଡ଼ିଆ ବିଦେଶ ସମ୍ବନ୍ଧିତ କାମରେ ଲାଭର ଯୋଗ ରହିଛି। ଯେଉଁମାନଙ୍କର ବିବାହ ହେବାକୁ ଅଛି ଏହି ସମୟରେ କଥା ଆଗକୁ ବଢ଼ିବ ସତ କିନ୍ତୁ ଭାଙ୍ଗି ଯାଇପାରେ। ରବି ମଙ୍ଗଳ ରାହୁଙ୍କ ପ୍ରଭାବରେ ହଠାତ୍ କିଛି ବିପଦ ଆସିପାରେ, ଦୁର୍ଘଟଣା ଘଟିପାରେ, ତେଣୁ ସାବଧାନ ରହିବା ଆବଶ୍ୟକ। ଏବେ ଜାଣିବା ମୀନ ରାଶି ବିଷୟରେ। ମୀନ ରାଶିରୁ ଦ୍ୱାଦଶ ଭାବ ହେଉଛି କୁମ୍ଭ ରାଶି। ଏଠାରେ ପଞ୍ଚଗ୍ରହ କୂଟର ସଂଯୋଗ ଘଟିଛି। ଦ୍ୱାଦଶ ଭାବ ହେଉଛି ବ୍ୟୟର ଭାବ, ବିଦେଶର ଭାବ, ହସ୍ପିଟାଲର ଭାବ, ଗୁପ୍ତ ଶତ୍ରୁର ଭାବ। ତେଣୁ ଅଚାନକ ବ୍ୟୟ ବୃଦ୍ଧି ହୋଇପାରେ। ବିଦେଶ ଯାତ୍ରାରେ ଖର୍ଚ୍ଚ ହେବ, ଲିଗାଲ ମ୍ୟାଟରରେ ଖର୍ଚ୍ଚ ହେବ। ବିଦେଶ ଯୋଗ ଶକ୍ତିଶାଳୀ ଥିବାରୁ ଫରେନ୍ରେ ଯେଉଁମାନେ ସେଟେଲ୍ ହେବା ପାଇଁ ଚାହୁଁଛନ୍ତି ସେମାନଙ୍କ ପାଇଁ ଭଲ ସମୟ ରହିଛି। ଇଣ୍ଟରନ୍ୟାସନାଲ କମ୍ପାନୀରେ ଜବ୍ ପାଇପାରନ୍ତି। ଯେଉଁମାନେ ଫରେନ୍ ଲିଙ୍କ ବିଜନେସ୍ କରୁଛନ୍ତି ସେମାନେ ସଫଳତା ପାଇବେ। ରାହୁ ମଙ୍ଗଳଙ୍କର ସଂଯୋଗ ଦ୍ୱାଦଶ ଭାବରେ ରହିବାରୁ ମାନସିକ ଚାପ ବୃଦ୍ଧି ପାଇବ, ଚିନ୍ତା ଅସ୍ଥିରତା ଲାଗି ରହିବ, ନିଦ୍ରା ସମସ୍ୟା ସାଙ୍ଗକୁ ଅନ୍ୟମାନଙ୍କ ଉପରେ ସନ୍ଦେହ ସୃଷ୍ଟି ହେବ। ହସ୍ପିଟାଲ ଯାତ୍ରାର ଯୋଗ ରହିଛି। ଦ୍ୱାଦଶରେ ରାହୁ ଥିବାରୁ ମାନ ସମ୍ମାନ ହାନି ହେବାର ସମ୍ଭାବନା ରହିଛି। ବୈବାହିକ ଜୀବନରେ ସମସ୍ୟା ସୃଷ୍ଟି ହେବ। ଯେଉଁମାନଙ୍କର ଲଭ୍ ଆଫେୟାର୍ସ ଚାଲିଛି ସେମାନେ ବଦନାମ ହୋଇପାରନ୍ତି। ବନ୍ଧୁଗଣ, କୁମ୍ଭ ରାଶିରେ ସଂଗଠିତ ହୋଇଥିବା ପଞ୍ଚଗ୍ରହ କୂଟ 12ଟି ରାଶି ଉପରେ କି ପ୍ରଭାବ ପକାଇବ ଏହି 7 ଦିନ ଭିତରେ ସେ ବିଷୟରେ ଆଲୋଚନା କରିଲେ। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତେବେ ଲାଇକ୍ କମେଣ୍ଟ ସେୟାର କରିବା ପାଇଁ ଜମାରୁ ବି ଭୁଲିବେ ନାହିଁ। ପୁଣି ଆସିବି ଆଉ ଏକ ନୂଆ ଅଧ୍ୟାୟକୁ ନେଇ। ସେ ପର୍ଯ୍ୟନ୍ତ ରହୁଛି ନମସ୍କାର।